ଅଭିଯୋଗ କ'ଣ କି ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ କ୍ରୀଡ଼ାରେ ଶଙ୍କର ବାବୁ ଯେଉଁ ଗୀତ ବୋଲୁଛନ୍ତି, ହଁ ବୋଲୁଛନ୍ତି, ବ୍ୟଙ୍ଗ କବିତା ଭଲ ବୋଲୁଛନ୍ତି, କିନ୍ତୁ ତାଙ୍କର ଭାବିବା ଉଚିତ ଯେ ଜଣେ ନରେନ୍ଦ୍ର ମୋଦି ହେଉଛନ୍ତି ଆମର ପ୍ରାଇମ୍ ମିନିଷ୍ଟର, ଯିଏକି ଜଣେ ମାନ୍ୟଗଣ୍ୟ ବ୍ୟକ୍ତି। ତାଙ୍କ ନାଁରେ ଯେଉଁ ଗୀତ ବୋଲୁଛନ୍ତି, ମୁଁ ଦଳ ବଳ ନିର୍ବିଶେଷରେ କହୁଛି, ସେ ଜଣେ ପ୍ରଧାନମନ୍ତ୍ରୀ ଯାହାଙ୍କର କି କିଛିଟା ମାନ୍ୟତା ୱାର୍ଲଡ ବେସିସ୍ରେ ରହିଛି। ତାଙ୍କ ନାଁରେ ନିଜର ପପୁଲାରିଟି ପାଇଁ ସେ ଯେଉଁ ଗୀତ ବୋଲୁଛନ୍ତି, ଏଇଟା ବହୁତ ନିନ୍ଦନୀୟ ଲାଗୁଛି ଏବଂ ଅଶୋଭନୀୟ ଲାଗୁଛି, ଶୁଣିବାକୁ ମଧ୍ୟ ଭଲ ଲାଗୁନାହିଁ। ଆଗରୁ ସେ ବହୁତ ଥର ଏଇ ଟାଇପ୍ର ସବୁ ଝିଅ ବୋହୂଙ୍କ ନାଁରେ ମଧ୍ୟ ଗୀତ ବୋଲୁଥିଲେ। କେତେଜଣ ଝିଅଙ୍କ ନାଁରେ ବୋଲୁଥିଲେ, ଯେଉଁଟାକି ବିବାଦୀୟ ପରିସ୍ଥିତି ମଝିରେ ସୃଷ୍ଟି ହୋଇଥିଲା। ତଥାପି ମଧ୍ୟ ସେ ଚେତୁନାହାନ୍ତି। ନିଜର ପପୁଲାରିଟି ପାଇଁ ଭଲ ଗୀତ ବୋଲନ୍ତୁ, ଅନ୍ୟ ଟାଇପ୍ର ବୋଲିଲେ ମଧ୍ୟ ହୋଇପାରିବ। ବର୍ତ୍ତମାନ ଇଲେକ୍ସନ୍ ସମୟରେ ମୋଦିଙ୍କ ନାଁରେ ଯେଉଁ ଗୀତ ବୋଲାଯାଉଛି, ସେଇଟା ନିହାତି ନିନ୍ଦନୀୟ। ଶଙ୍କନ ଉପସରଣ ଯେଉଁଟା ମାନେ ଗୀତ ବୋଲୁଛି ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ବାରମ୍ବାର ତାର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ କ୍ରୀଡ଼ା ରଖିଛି, ମାନେ ସେ ଚ୍ୟାନେଲରେ ବାରମ୍ବାର ଅପଲୋଡ଼ କରୁଛି ଯେଉଁଟା ମିଥ୍ୟା, ଯେଉଁଟା ମାନେ ଯେଉଁ ନରେନ୍ଦ୍ର ମୋଦି ଯେଉଁଟା ନ କରିଛନ୍ତି ସେ ସେଇ ଉପରେ ସବୁ ଜିନିଷ ଫଲ୍ସରେ ଗୀତ ବୋଲୁଛି। ଯେଉଁ ଜିନିଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପର୍ଯ୍ୟନ୍ତ ଦେଶ ପାଇଁ ସବୁ କିଛି କରିଛନ୍ତି, ସମସ୍ତେ ଜାଣିଛନ୍ତି, ଦେଶ ସାରା ଲୋକ। କିନ୍ତୁ ସିଏ ଯେଉଁ ଜିନିଷ ଦେଖାଉଛି ଯେ ସବୁ ଜିନିଷ ଫଲ୍ସ, ଯେତିକି ନା ଆଉ ଯେଉଁଟା ମାନେ ଯେତିକି ମାନେ ଯେଉଁ ତା ଦେହରେ ଫେକୁ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଆକୁ ଦେଖେଇବା, ଯେଉଁ କମେଡ଼ି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ କାର୍ଟୁନ୍ କରିକିନା ନ୍ୟୁଜ୍ ମାଧ୍ୟମରେ ଦେଖାଇବା, ଆଉ ଏପଟେ ଯେଉଁ ଚ୍ୟାନେଲରେ ମାନେ ଟୋଟାଲ ଭିଡ଼ିଓ ଭାଇରାଲ କରିବା, ମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଯଦି ଏଭଳିଆ କରିପାରୁଛି, ତାହେଲେ ଆଉ କାଲି ସକାଳକୁ ମାନେ ମୁଖ୍ୟମନ୍ତ୍ରୀ ବି ହେଇପାରିବ, ଆମ ପ୍ରତି ବି ହେଇପାରିବ। ଏମିତି ତ ସମସ୍ତଙ୍କୁ ସେ କରିପାରିବ। ଯଦି ପ୍ରଧାନମନ୍ତ୍ରୀ ଠିକ୍ ସେ ମାନେ ସିଏ ତାଙ୍କ ପ୍ରତି ବି ସେଫ୍ଟି ନାହିଁ, ଆମ ପ୍ରତି କେଉଁଠି ଆସିପାରିବ? ସେଥିଲାଗି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୋସାଇଟି ତରଫରୁ କରିଛୁ, ଯେଉଁଥିରେ ଆମର 70,000 ପିଲା ଆଦେହରେ ସାମିଲ ଅଛନ୍ତି। ସଦର ଥାନାରେ ଆମେ କରିଛୁ ଅଭିଯୋଗ, ଯେଉଁଟା ଯେ ବହୁତ ଜଲ୍ଦି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛୁ। स्टेट लेबर कोऑपरेटिव सोसाइटी मु सीईओ भाव में कार्य करुच्ची। शंकर अनुसरण गोटे भद्र लोक एमती अभद्रामी परिचय देवा एटा केते शोभनीय, एटा समस्ते ओडिशावासी देखुंत जानुंट। जनक ना मोदी ना एमती इंगित करी कहवा एटा शोभा पाइबू नहीं। एमती एबे वर्तमान परिस्थिति रे एबे इलेक्शन माहौल रे सेमिति तथ्य प्रमाण रखिकी ये सब करछंती ना तांके के उछौचंती बिले ये जिनस से करछंती। जेते शीघ्र ये कार्य तांको प्रति कार्यानुष्ठान निश्चित भाव में नियाजिवो, एटा आमे समस्त को अनुरोध करछु कि तांको ऊपर जेते शीघ्र एक्शन नेले आमे बहुत खुशी होबो।